ବିଦ୍ୟୁତ ଖୁଣ୍ଟ ଚୋରି ଥାନାରେ ଅଭିଯୋଗ। କୁତ୍ରା ଥାନା ଅନ୍ତର୍ଗତ କୁତ୍ରା ପତରାପଡ଼ାରୁ ବିଦ୍ୟୁତ ଖୁଣ୍ଟ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ବିଦ୍ୟୁତ ବିଭାଗ ତରଫରୁ। ଘଟଣାରୁ ଜଣାପଡ଼ିଛି ଯେ ଟାଟା ପାୱାର ତରଫରୁ କୁତ୍ରା ବ୍ଲକ ଅନ୍ତର୍ଗତ ଜଉରାମୁଣ୍ଡାଠାରେ ହେଉଥିବା ସବଷ୍ଟେସନ ପାଇଁ କୁତ୍ରାପଟୁ ଖମ୍ବ ପୋତା ଚାଲିଛି। ତେବେ ଏହି ଖମ୍ବଗୁଡ଼ିକ ପତରାପଡ଼ା ନିକଟରେ ରାସ୍ତା କଡ଼ରେ ପଡ଼ିଥିବା ବେଳେ ରାତିରେ କିଛି ଦୁର୍ବୃତ୍ତ ଆସି ଏକ ଗ୍ୟାସ୍ କଟର ସାହାଯ୍ୟରେ ଖମ୍ବଗୁଡ଼ିକୁ କାଟୁଥିଲେ। ସେମାନେ 3ଟି ଖମ୍ବକୁ ଅଧା ଅଧା କରି କାଟି ଦେଇଥିବା ବେଳେ ରାତି ପ୍ରାୟ 2ଟା ବେଳେ ବିଦ୍ୟୁତ ବିଭାଗର ପେଟ୍ରୋଲିଂ ଟିମ୍ ହାବୁଡ଼ରେ ପଡ଼ିଥିଲେ ଏବଂ ସେଠାରୁ ଦୌଡ଼ି ଚମ୍ପଟ ମାରିଥିଲେ। ସେଠାରେ ତାଙ୍କର ଗ୍ୟାସ୍ କଟର ମଧ୍ୟ ଛାଡ଼ି ଯାଇଛନ୍ତି। ଏନେଇ ଆଜି ସକାଳେ ବିଭାଗ ତରଫରୁ କୁତ୍ରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି କରିଛି। ତେବେ ପ୍ରକାଶ ଥାଉକି 2 ମାସ ପୂର୍ବରୁ ମଧ୍ୟ ସେହି ସ୍ଥାନରୁ 200 ମିଟର ଦୂରରେ ପୋତା ଯାଇଥିବା 2ଟି ଖମ୍ବକୁ ଚୋରମାନେ କାଟି ନେଇଥିଲେ। ଏହି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି। ସୁନ୍ଦରଗଡ଼ କୁତ୍ରାରୁ ରାଜେଶ ସାହୁଙ୍କ ରିପୋର୍ଟ, ସମ୍ବାଦ ଏକ୍ସପ୍ରେସ।